ରାଜ୍ୟରେ କଲବଲ କରୁଛି ତାତି ତତଲା କଢ଼େଇରେ ସିଝୁଛି ସାରା ଓଡ଼ିଶା। ଆମେ ଯଦି ମୟୂରଭଞ୍ଜ ଜିଲ୍ଲା କଥା କହିବା, ମୟୂରଭଞ୍ଜ ଜିଲ୍ଲାରେ ଆଜି 38 ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଆପଣ ଦିନ ତାପମାତ୍ରା ଯଦି କହିବା, ଦିନ ଗୋଟାଏରେ ତାପମାତ୍ରା ବୃଦ୍ଧି ପାଉଛି। ତ ଯେତେବେଳେ ହିଟ୍ ୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ, ତ ଆମେ ଅଛୁ ଆଜି ମା କିଚକେଶ୍ୱରୀ ମନ୍ଦିରରେ ଅଛୁ, ଯେଉଁଠି ଭଳି ଭାବରେ ପର୍ଯ୍ୟଟକମାନେ ଯେଉଁଭଳି ଶ୍ରଦ୍ଧାଳୁମାନେ ଆସିବା କଥା। ଯେହେତୁ ଖରା ତାତି ରହୁଛି, ତାତି ବଢ଼ୁଛି, ତେଣୁ ଶ୍ରଦ୍ଧାଳୁମାନେ ମଧ୍ୟ କମିବାରେ ଲାଗିଲେଣି। ଏବଂ ଯଦି କହିବା 21 ତାରିଖ ପର୍ଯ୍ୟନ୍ତ ଆଶ୍ୱସ୍ତି ଖବର ଗୋଟେ ଖବର ଆସୁଛି ଯେ 21 ତାରିଖ ପରେ ଗୋଟେ କାଳବୈଶାଖୀ ରହିଛି। 21 ତାରିଖ ପରେ ପାଗ ଟିକେ ଥଣ୍ଡା ରହିବ ବୋଲି ଯାହା ଆଜି ଆଞ୍ଚଳିକ ପାଣିପାଗ ମଧ୍ୟ ସୂଚନା ଦେଇଛି। ତ ଆମେ ଅଛୁ ଆଜି ଖିଚିଙ୍ଗରେ ଅଛୁ। ଆପଣମାନେ ଦେଖିପାରୁଥିବେ ସେଭଳି ଭାବରେ ପରିମାଣରେ ପର୍ଯ୍ୟଟକ ମଧ୍ୟ ନାହାନ୍ତି, ଶ୍ରଦ୍ଧାଳୁ ନାହାନ୍ତି। ଆଉ ଯଦି କହିବା ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ଖରା ତାତି ବଢ଼ୁଛି, 7-8 ଦିନ ପୂର୍ବରୁ ଟିକେ ପାଗ ଯଦି କୋହଲା ରହିଥିଲା, ତାପରେ ପୁଣି ଖରା ବଢ଼ିଛି। ଏବଂ ଦିନବେଳେ ଯଦି କହିବା ପର୍ଯ୍ୟଟକମାନେ ନ ଆସୁଥିବା ବେଳେ ରାସ୍ତାଘାଟରେ ମଧ୍ୟ ଶୂନଶାନ ହୋଇପଡ଼ୁଛି। ଆଉ ଯେଉଁମାନେ ଜରୁରୀକାଳୀନ କାର୍ଯ୍ୟ ରହିଛି, ଯାହା ନିତ୍ୟ ଆବଶ୍ୟକତା ରହିଛି, ସେମାନେ କେବଳ ବାହାରକୁ ଯାଉଛନ୍ତି। ଆଉ ଯଦି କହିବା ସବୁଠାରୁ ବଡ଼ କଥା ହେଉଛି ରାଜ୍ୟ ସରକାର ଯେଭଳି ଭାବରେ ଗଣଶିକ୍ଷା ବିଭାଗ ଗୋଟେ ଛୁଟି ଘୋଷଣା କରିଥିଲା, 3 ଦିନ ପର୍ଯ୍ୟନ୍ତ କୌଣସି ସ୍କୁଲ ପିଲା ଆସିବେ ନାହିଁ। ସରକାରୀ କଥା କହିବା, ବେସରକାରୀ କଥା କହିବା, 3 ଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ, ତାହା କାଲି ଶେଷ ହେବ। ପୁଣି ସୋମବାରଠୁ ସ୍କୁଲ ଯିବେ। ଯଦି ବେଶୀ ଖରା ରହିବ ସୋମବାର, ତାହେଲେ ପୁଣି ଆଉଥରେ ଛୁଟି ଘୋଷଣା କରିପାରନ୍ତି ବୋଲି ଆଶା ରହିଛି। ତ ଆମେ ଅଛୁ ଖିଚିଙ୍ଗରେ ଅଛୁ। ଆପଣ ଦେଖିପାରୁଥିବେ ମଧ୍ୟ ଟିକେ ପ୍ରତିକ୍ରିୟା ନେବା ଯେ କେଉଁଭଳି ଭାବରେ ଖରା ରହିଛି, ତାତି ରହିଛି। ଯେଭଳି କିଛି ଶ୍ରଦ୍ଧାଳୁ ଅଛନ୍ତି, କେଉଁଠୁ ଆସିଥିଲେ? ଆଜ୍ଞା ଆମେ ସବୁ କେଉଁଝର ଆସିଛୁ, ସାଙ୍ଗସାଥି ସବୁ ମିଶିକି ଆସିଛୁ, ମାଆଙ୍କୁ ଦର୍ଶନ କରିବାକୁ ଆସିଛୁ। ଖରା ଆକ୍ଚୁଆଲି ବହୁତ ହେଉଛି, ବାକି ଆମେ ଆସିଛୁ ଯେହେତୁ ମାଆ ପାଇଁ ଶ୍ରଦ୍ଧା ଅଛି, ସେଥିପାଇଁ ଆସିଛୁ। ଆଉ ତ ଏତେ ଖରାରେ କେମିତି ଦର୍ଶନ କଲେ? ଦର୍ଶନ ତ ଭଲସେ ହେଲା ମାଆଙ୍କର, ବଟ୍ ଖରା ଯେ ଚାଲିକି ଆମକୁ ଯିବାକୁ ପଡ଼ୁଛି ମାଆଙ୍କ ପାଖକୁ, ଚପଲ ଥୋଇକି ବାହାରେ, ସେଟା ଟିକେ ଅଧିକ ବାଧୁଛି। ଆଉ ବାକି ମାଆଙ୍କ ଦର୍ଶନ ଭଲସେ ହେଲା, ଖୁସି ଅଛୁ ଆମେ ସବୁ। ତ ଆପଣ ଶୁଣୁଥିଲେ ଯେଭଳି ଭାବରେ ଗୋଟେ ପ୍ରତିକ୍ରିୟା ରଖୁଥିଲେ, ମାଆଙ୍କ ଦର୍ଶନ କଲେ। ଆଉ ଖରାର ଯେଉଁ ରହୁଛି, ଗରମ ଯେଉଁ ରହୁଛି, ତ ଏଇ ଯେଉଁ ମନ୍ଦିରର ଯେଉଁ ରହୁଛି ଗେଟ୍ରୁ ଯେଉଁ ମାଆଙ୍କ ପାଖକୁ ଯିବା ପାଇଁ ଟିକେ ଚାଲିକି ଯିବା ପାଇଁ କଷ୍ଟ ହୋଇପଡ଼ୁଛି। ପାଦ ପୁରା ନାଲି ପଡ଼ିଯାଉଛି, କାରଣ ଯେଉଁଭଳି ଭାବରେ ତାପମାତ୍ରା ଚଟାଣରେ ପଡ଼ୁଛି ଏବଂ ଖରା ତାତିର ଯେଉଁ ଚଟାଣରେ ପଡ଼ିଲା ବେଳକୁ ପୁରା ଭୂଇଁ ପୁରା ତାତିକି ରହୁଛି। ତେଣୁ ଅନେକ ଶ୍ରଦ୍ଧାଳୁ ମଧ୍ୟ ବହୁତ କଷ୍ଟରେ ମନ୍ଦିର ଭିତରକୁ ଯାଉଛନ୍ତି, ଯାହା ପ୍ରତିକ୍ରିୟା ଆପଣ ମଧ୍ୟ ଶୁଣୁଥିଲେ। ତେଣୁ ଆମେ ମଧ୍ୟ ମୁଁ ଟିକେ ଦେଖେଇବି କ୍ୟାମେରା ପର୍ସନ, ସେଭଳି ଭାବରେ ଦେଖେଇବେ। ମୋ ନବୀନ ଅଛନ୍ତି କ୍ୟାମେରା ପର୍ସନ, ସେଭଳି ପରିମାଣରେ ଶ୍ରଦ୍ଧାଳୁ ନାହାନ୍ତି। ଟିକେ ଯିବା ଆମେ ଦେଖେଇବା ଯେଉଁଭଳି ଭାବରେ ଶ୍ରଦ୍ଧାଳୁ ଆସିବା କଥା। ଆପଣ ଜାଣିଛନ୍ତି କିଚକେଶ୍ୱରୀ ମନ୍ଦିର ରହିଛି, ମା କିଚକେଶ୍ୱରୀ ମନ୍ଦିର ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ମାନଚିତ୍ରରେ ସ୍ଥାନ ପାଇଛି। ଯେଉଁଭଳି ଭାବରେ ଏଠାରେ ମନ୍ଦିରର ଯେଭଳି ଭାବରେ ପରିମାଣରେ ପର୍ଯ୍ୟଟକ ରହିବା କଥା, ସେଭଳି ପରିମାଣରେ ମଧ୍ୟ ଶ୍ରଦ୍ଧାଳୁ ନାହାନ୍ତି। ଏବଂ ଆଜି ଯେଭଳି ଭାବରେ ଖରା ବଢ଼ିଛି, ଯାହା ପାଣିପାଗ ବିଭାଗ ଗୋଟେ ହିଟ୍ ୱେଭ୍ ଜାରି କରିଛି, ସେଭଳି 21 ତାରିଖରୁ ଟିକେ ଆଶ୍ୱସ୍ତି ଖବର ମିଳିବ ବୋଲି ଆଶା ରହିଛି। ମୟୂରଭଞ୍ଜ ଜିଲ୍ଲା ଖିଚିଙ୍ଗରୁ ଅଭିଷେକ ପାଣିଗ୍ରାହୀ, ଫୋକସ୍ ପ୍ଲସ୍।